ଗାଁ ଗହଳିରେ କେତେ ପ୍ରକାର ନାଁ ନାଇକି ଭୂତକୁ କହୁଛନ୍ତି। ସୁତି ଖାଇ, ଡାହାଣୀ, ପେତନି, ନର କଙ୍କାଳ ଭୂତ, ଆଡଭାଇ, ଚିଲଗୁଣି, ପାଲାଟିରି, ବାହାର ଡେଙ୍ଗିଆ, ଆଉରି ଭୂତ, ତୁମା। ଭାଇ ସାଙ୍ଗ ମାନେ ଆଗରୁ ଯେମିତି ଆଧୁନିକ ସେମିତି ମୁଁ କିଶୋର ଆପଣ ମାନଙ୍କୁ ନେଇ ଆସିଛି ଗୋଟେ ନୂଆ ଟପିକ। ଆଉ ଟପିକ ହବ ଭୂତ ପ୍ରେତ ବିଷୟରେ ତ ଆପଣ ଜାଣିଛନ୍ତି ଆଉ ବହୁତ ଭଲ ମୋଠୁ ବି ଜାଣିଛନ୍ତି ଆପଣ। କିନ୍ତୁ ଭୂତ ଅଛି ନ ଅଛି ସେ ବିଷୟରେ ବର୍ତ୍ତମାନ ବହୁତ କଣ୍ଟ୍ରୋଭର୍ସି ଚାଲିଛି। ସାଇନ୍ସ ର ନଜରିଆରେ ଦେଖିବାକୁ ହେଲେ ଭୂତର ଅସ୍ତିତ୍ୱ ପୁରା ଜିରୋ। ଆଉ ଭୂତକୁ ଖୋଜିଲେ ମିଳିବନି କିଛି ନାହିଁ। ସେ ଦେଖାଯିବନି କିଛି ନାହିଁ ଭୂତର ଅସ୍ତିତ୍ୱ ପୁରା ଜିରୋ କାହିଁକି ନା ସିଟି ତୁଳନାରେ ଗାଁ ଗହଳିରେ ଅଧିକ ତ ଗାଁ ରେ କାହିଁକି ଭୂତ ରହୁଛି କଣ ପାଇଁ ରହୁଛି ଆଉ ସିଟିରେ କଣ ପାଇଁ ରହୁନାହିଁ ଭୂତ ସେ ବିଷୟରେ ଆମେ ଟୋଟାଲ ଫିଲ୍ଟାର କରିବା ଆଉ ଜାଣିବାକୁ ଚେଷ୍ଟା କରିବା ଯେ ଭୂତ ଅଛି ନା ନାହିଁ। ଆଉ ଭୂତ ଯଦି ଅଛି ତ ଛୋଟ ପିଲାଙ୍କୁ କାହିଁକି ଆମେ ଭୟଭୀତ କରୁଛୁ। ଆଉ ଭୂତ ନାହିଁ କହିଲେ ବି କଣ ପାଇଁ ଛୋଟ ପିଲାକୁ ଅଧିକ ଭୟଭୀତ କରୁଛୁ। ସେ ବିଷୟରେ ଆମେ କିଛି ଅଧିକ ବିଷୟ ଜାଣିବାକୁ ଚେଷ୍ଟା କରୁ। ଖ୍ରୀଷ୍ଟିୟାନ ପାଷ୍ଟରକୁ ପଚାର ବୁଝେ ଯେ ଭାଇ ହଁ ଆଜ୍ଞା ଆଉ ଭୂତ କୋଉଠି ରହୁଛି। ଆଉ କୋଉଠି ଆମେ ଖୋଜିଲେ ପାଇବା ସେ କହିଲା ପୁରୁଣା ଘର ଯୋଉଠିକି ଗୁମ୍ଫା ହେଇଛି। ଗୁମ୍ଫା ଟିକେ ଜଙ୍ଗଲ ଟାଇପ ହେଇଛି ସେଇଠି ଭୂତ ଥିବ ବୋଲି କହିଲା। ମୁଁ କହିଲି ଯେ ଭୂତ ରହିବା ପାଇଁ କଣ ଘର ଦରକାର କି? ସେ କହିଲା ନା ସେ ପୁରୁଣା ଘରରେ ହିଁ ରହିବ ଭୂତ। ଆଉ ଗୋଟେ ବାବାକୁ ପଚାରିଲି ସେ କହିଲା ଯେ ଭୂତ ରାତିରେ ବାହାରିବ ଯେମିତି କିି ଚନ୍ଦ୍ର ଗ୍ରହଣ ନହେଲେ ଅମାବାସ୍ୟା ତିଥିରେ ଭୂତ ବାହାରିବାର ଅଧିକ ଆଶଙ୍କା ଥାଏ। ଆଉ ରାତିରେ ହିଁ ଭୂତ ବାହାରିଲେ ଦରକାର ଦିନ ବେଳେ ଭୂତ ବାହାରିବାର ସେମିତି କିଛି ନାହିଁ ଦିନ ବେଳେ ସେ ବାହାରିବନି ରାତିରେ ବାହାରିବ। ଫିଲ୍ମ ଦୁନିଆରେ ଭୂତକୁ ଗୋଟେ ବଡ ଚରିତ୍ର କରିକି ଦେଖା ହେଇଛି ଆଉ ତାର ବିଭିନ୍ନ ଫିଲ୍ମ ବାହାରିଛି। ଯେମିତି କିି ବିରାନା ଆଉ ନା ସସ୍ପେନ୍ସ ମୁଭି ହରର ମୁଭି କେବଳ ଭୂତ ଉପରେ ବହୁତ ଡେଞ୍ଜର ସିନ୍ ବହୁତ ସିରିୟସ ସିନ୍ କରିକି ଦେଖେଇଛନ୍ତି। ତେଲୁଗୁ ସିନେମା ଠୁ ଆରମ୍ଭ କରିକି ଓଡିଆ ସିନେମା ପର୍ଯ୍ୟନ୍ତ ଯେମିତି ତେଲୁଗୁରେ ଚନ୍ଦ୍ରମୁଖୀ ସେମିତି ଓଡିଶାରେ ନୂଆରେ ଏବେ ରିଲିଜ ହେଲା ଯେମିତି କିି ବୋଉ ବୁଟୁ ଭୂତ। ବୋଉ ବୁଟୁ ଭୂତ ବ୍ଲକ ବୁଷ୍ଟର ଅଧିକ ଟଙ୍କା ଆଉ ଭୂତକୁ ଲୋକ ଆଜି ବି ପସନ୍ଦ କରୁଛନ୍ତି ଆଜି ବି ଡର ଭୟ ସେଥିପାଇଁ ବୋଉ ଭୂତର ବହୁତ ପ୍ରସିଦ୍ଧ। ଗାଁ ଗହଳିରେ କେତେ ପ୍ରକାର ନାଁ ନେଇକି ଭୂତ ଫୁଟଉଛନ୍ତି ସେ ବିଷୟରେ ଆମ ଏରିଆରେ କଣ ସବୁ କହୁଛନ୍ତି ତାର ନାଁ ସବୁ ମୁଁ ଗୋଟେ କହୁଛି। ଯେମିତି କିି ସୁତି ଖାଇ ଡାହାଣୀ ଚିଲଗୁଣି ପାଲାଟିରି ବାହାର ଡେଙ୍ଗିଆ ପ୍ରେତ ଆତ୍ମା ଆଉ ଭୂତ ଆତ୍ମା ପେତେନି ନର କଙ୍କାଳ ଭୂତ ଆଡଭାଇ ଆଉରି ଭୂତ ଟୁମା ନିଆଁ ହୁଳା ଭୂତ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଗାଁ ଗହଳିରେ ଗାଈ ଚରେଇବାକୁ ଯାଆନ୍ତି ଆଉ ଗାଈ ଚରେଇକି ସନ୍ଧ୍ୟା ସମୟରେ ଯେତେବେଳେ ରିଟର୍ଣ କରୁଥାଉ ସେତେବେଳେ ଗାଈ ଗୋରୁର ଲାଞ୍ଜରେ ଭୂତ ବିଲେଇ ହେଇକି ଆଇବାର ଦେଖିବାକୁ ମିଳେ ଆଉ ସେଇଟା ଦେଖିବାକୁ ହେଲେ ଯୋଉ ଆମର ଟାଙ୍ଗିଆ ବେଣ୍ଟ ଥାଏ ଟାଙ୍ଗିଆ ବେଣ୍ଟ ଫୁଲିଦବ ଆଉ ଟାଙ୍ଗିଆର କଣାରେ ଯଦି ଏମିତି ଦେଖିବ କହିଲେ ସନ୍ଧ୍ୟା ସମୟରେ ଆପଣ ମାନେ ଦେଖିବେ ସେ ଗାଈ ଲାଞ୍ଜରେ ଭୂତ ଆସୁଥିବ। ଜାପାନରେ ବି ଗୋଟେ ଜଙ୍ଗଲଟେ ଅଛି ତାକୁ ସୁସାଇଡ ଜଙ୍ଗଲ ବୋଲି ଆଉ ସେଠି ବହୁତ ଲୋକ ମିସ୍ ହେଇଯାଉଛନ୍ତି ହଜି ଯାଉଛନ୍ତି ଆଉ ମରି ଯାଉଛନ୍ତି ତାଙ୍କର ଆତା ପାତା ମିଳୁନି ଓଡିଶାର ୟୁଟ୍ୟୁବର ମାନେ ବି ଏ ନେଇକି ବହୁତ କଣ୍ଟ୍ରୋଭର୍ସି ଚାଲିଛି ଯେମତି ହେତୁବାଦୀ ମାନେ କହୁଛନ୍ତି ଭୂତ ନାହିଁ ଆଉ ଯୋଉମାନେ ଧର୍ମର ଲୋକ ଅଛନ୍ତି ସେମାନେ କହୁଛନ୍ତି ଯେ ଭୂତର ଅସ୍ତିତ୍ଵ ଅଛି ଆଉ ଭୂତ ଅଛି କହୁଛନ୍ତି ତ ୟୁଟ୍ୟୁବର ମାନେ କଣ କରୁଛନ୍ତି କିଛି ଗ୍ରୁପ ହେଇକି ଭୂତ ଖୋଜିବା ପାଇଁ ବି ଯାଉଛନ୍ତି ଆଉ ତାଙ୍କ ବିରୁଦ୍ଧରେ ଯେମିତି କିି ଭୁବନେଶ୍ଵର ମୁଣ୍ଡା ସେ କଣ କରୁଛି ସେ
ଭୂତକୁ ଏକ୍ସପୋଜ କରୁଛି ଯେ ଭୂତ ନାହିଁ। ଆଉ ରାଜକୁମାର ସେମାନେ ଗୋଟେ ଗ୍ରୁପ ଧରିକି ସେମାନେ ଭୂତ ଖୋଜିବାକୁ ଯାଉଛନ୍ତି ରାତିରେ ଟର୍ଚ ଧରିକି ଯାଉଛନ୍ତି ଭୂତ ଖୋଜିବାକୁ ଯାଉଛନ୍ତି। ସେମାନେ ଭୂତ ପାଉନାହାନ୍ତି ଭୂତ ଦେଖୁନାହାନ୍ତି କିନ୍ତୁ ଭୂତକୁ ଦେଖିଲା ପରିକା ସେମାନେ କରୁଛନ୍ତି କି ଶବ୍ଦ ଦେଖାଉଛନ୍ତି କି ଆଶ୍ଚର୍ଯ୍ୟ ବିଷୟ ସେମାନେ ଦେଖ ଆଉ ଗୋଟେ କୁକୁର ବିଷୟରେ ଲୋକେ କୁହନ୍ତି ସେ କୁକୁର ଭୂତ ପ୍ରେତ ଯାହା ବି ଆସିଯିବ ରାତିରେ କହିଲେ ସେ ଜାଣିଯାଏ ଆଉ ସିଏ ଭୁକୁଥାଏ ଭୂ ଭୂ ଯଦି କଲା କହିଲେ ଆପଣ ଜାଣିଦେବେ ଯେ ଭୂତ ପ୍ରେତ ଆସିଗଲା। ତ ଏ ପ୍ରକାର ବି ଗୋଟେ ଚିନ୍ତାଧାରା ଅଛି ଆଉ ଲୋକ କୁହନ୍ତି ମ ଶାସ୍ତ୍ର ଅନୁଯାୟୀ ବି ଦେଖିବା କଲେ ଭୂତ ପ୍ରେତ ବିଷୟରେ ଶାସ୍ତ୍ରରେ ପୁରା ଲେଖା ହେଇଛି ଯେମିତି କିି ଗୀତା ହଉ ବା ବାଇବଲ ହଉ ବା କୋରାନ ହଉ ସବୁ ଜାଗାରେ ଶାସ୍ତ୍ର ଅନୁଯାୟୀ ଲେଖା ହେଇଛି ଯେ ଭୂତ ପ୍ରେତ କଣ୍ଟ୍ରୋଭର୍ସି ତ ଚାଲିଥିବ ଆଉ ଭୂତ ଥିବା ଲୋକ ଗୋଟେ ଗ୍ରୁପ ହେଲେ ଆଉ ଗୋଟେ ଗ୍ରୁପ ନଥିବା ତ ଭୂତ ଥିବା ଲୋକ ଆଉ ଯୋଉ ମାନୁନାହାନ୍ତି ସେମାନଙ୍କ ଦୁଇ ଦଳ ମଧ୍ୟରେ ତ ଚାଲିଥିବ ଟଣା ଓଟରା ତ ଆପଣ ମାନଙ୍କର କଣ ରାୟ ଅଛି ଆପଣ ମାନେ କୁହନ୍ତୁ ଯେ ଭୂତ ଅଛି କି ନାହିଁ ଯଦି ଭୂତ ଅଛି ତାହେଲେ ମତେ କିଛି ଏକ୍ସପିରିଏନ୍ସ ସେୟାର କରନ୍ତୁ ଆଉ ଭୂତ ଯଦି ନାହିଁ କହିଲେ କିଛି ଏକ୍ସପିରିଏନ୍ସ ବି ସେୟାର କରନ୍ତୁ ତ ମୁଁ ଆପଣଙ୍କ ଠାରୁ ଜାଣିଲା ପରେ ମୁଁ ମୋର ମତ ଆପଣଙ୍କୁ ନେକ୍ସଟ ଭିଡିଓରେ ଦେବି ଆଉ ନେକ୍ସଟ ଭିଡିଓରେ ପୁରା ସମ୍ପୂର୍ଣ୍ଣ ମୁଁ ଭିଡିଓ ଆଣି ଯେ ମୋର ମତ କଣ ଆଉ ମୁଁ ଭୂତକୁ କେମିତି ଜଷ୍ଟିଫାଇ କରୁ ଆଉ ଭୂତ କଣ ଅଛି ନା ନାଇଁ ସେ ବିଷୟରେ ମୁଁ ସମ୍ପୂର୍ଣ୍ଣ ଜ୍ଞାନ ଆପଣଙ୍କୁ ଦେବାକୁ ତ ଆଜିକା ପାଇଁ ଏତିକି ଆଉ ନେକ୍ସଟ ଭିଡିଓରେ ଦେଖାହବ ରହିଲି ବାଏ ବାଏ ଲାଇକ୍ ସବସ୍କ୍ରାଇବ କରନ୍ତୁ।